ପୂର୍ବ କ୍ଲାସ୍ରେ ଆମେ ପଢ଼ିଥିଲେ ଯେ ଯେତେବେଳେ ଠେକୁଆ ଆସୁଥିଲା ଆଉ ତା ସହିତ କ'ଣ କରାଯାଇଥିଲା ନା 4 ଜଣ ଯେଉଁ ଠେକୁଆକୁ ପଠାଯାଇଥିଲା ତ ସେଇ ସମୟରେ କ'ଣ ହେଇଥିଲା ନା ରାସ୍ତାରେ ଆସୁ ଆସୁ ଅପର ଗୋଟେ ସିଂହ ଗୁମ୍ଫାରୁ ବାହାରିଥିଲା ଏବଂ କହିଥିଲା ନିଜର ଅଭିଷ୍ଟ ଦେବତାଙ୍କୁ ସ୍ମରଣ କର। ତ ଆଜି ଆସ ଦେଖିବା ତାପରେ କ'ଣ ହେଉଛି। ତତ ମୟାଭିହିତମ୍ ବୟମ୍ ସ୍ୱାମିନ ଭାସୁରକ ସିଂହସ୍ୟ ସକାଶମ୍ ଆହାରାର୍ଥମ୍ ଗଚ୍ଛାମଃ। ନା ତାପରେ ସେ ଯେଉଁ ଠେକୁଆକୁ କହିଲା ଯେ ତୁମେମାନେ କୁଆଡ଼େ ଯାଉଛ, ନିଜର ଅଭିଷ୍ଟ ଦେବତାଙ୍କୁ ସ୍ମରଣ କର। ତାପରେ ସେ ଠେକୁଆଟି କହିଲା, ତାପରେ କହିଲା କ'ଣ କହିଲା ନା ବୟମ୍ ସ୍ୱାମିନ ଭାସୁରକ ସିଂହସ୍ୟ ସକାଶମ୍ ଆହାରାର୍ଥମ୍ ଗଚ୍ଛାମଃ। ନା ଆମେମାନେ ଆମର ଯେଉଁ ସ୍ୱାମୀ ଅଛନ୍ତି ଭାସୁରକ ସିଂହ ତାଙ୍କ ପାଇଁ, ତାଙ୍କର ଆହାର ପାଇଁ ବା ତାଙ୍କର ଖାଦ୍ୟ ପାଇଁ ଆମେ ଯାଉଛୁ। ତତଃ ତେନା ଅଭିହିତମ୍, ତାପରେ ସେ କହିଲା ଯଦେବଂ ତର୍ହି ମଦ୍ୟମେତତ୍ ବନମ୍। ନା ଯଦି ଏହା ତେବେ ଏଇ ବଣ ହେଉଛି ମୋର। ମୟା ସହ ସମସ୍ତେ ଅପି, ମୋ ସହିତ ସମସ୍ତେ ସ୍ୱାପଦେଇ ବର୍ତ୍ତିତବ୍ୟମ୍। ମୋ ସହିତ କ'ଣ ନା ସମସ୍ତେ, ସମସ୍ତ ପ୍ରାଣୀମାନେ ମୋ ପକ୍ଷରେ ବା ମୋ ସପକ୍ଷରେ ଅଛନ୍ତି। ଚୌର ରୂପୀ ସ ଭାସୁରକ, ଆଉ ସେ ଯେଉଁ ଭାସୁରକ ସିଂହ ହେଉଛି ଚୋର। ଅଥ ଯଦି ସତ୍ର ରାଜା ତତ ବିଶ୍ୱାସ ସ୍ଥାନେ ଚତୁରଃ ଶଶକାନତ୍ର ସଂସ୍ଥାପ୍ୟ ତମାହୁୟ ଦ୍ରୁତମ୍ ଆଗଚ୍ଛ। ନା କ'ଣ କହିଲା, ହଉ ଠିକ୍ ଅଛି, ଯଦି ସତ୍ର ରାଜା, ଯଦି ସେ ଭାସୁରକ ସିଂହ ଏଠାକାର ରାଜା, ତେବେ କ'ଣ କର ନା ବିଶ୍ୱାସ ସ୍ଥାନରେ, ମାନେ ବିଶ୍ୱାସ ପାଇଁ ତୁମେ ଚତୁରଃ ଶଶକାନତ୍ର, 4ଟି ଠେକୁଆକୁ କ'ଣ କର ରଖିଦିଅ, ରଖିକି କ'ଣ କର ନା ତୁମେ ଜଲ୍ଦି ଯାଅ ଆଉ ତାଙ୍କୁ ଡାକି ଆଣ। ଯେନ ଜହ କଶ୍ଚିତ୍ ଆବୟ ମଧ୍ୟାତ୍ ପରାକ୍ରମେଣ ରାଜା ଭବିଷ୍ୟତି। ନା କ'ଣ ତାପରେ କହିଲା ଯେ ଆମ 2 ଜଣଙ୍କ ମଧ୍ୟରେ କ'ଣ ହେବ ନା ଯୁଦ୍ଧ ହେବ, ଆଉ ଯିଏ ଜିତିବ ସିଏ ହେବ କ'ଣ ନା ରାଜା ହେବ। ତତ ଅହମ୍ ତେନାଦିଷ୍ଟଃ ସ୍ୱାମୀ ସକାଶମ୍ ଅଭ୍ୟାଗତଃ। ତାପରେ କ'ଣ ହେଲା, ତାପରେ ହେଉଛି ସେ କହିଲା, ଏହା ଶୁଣିଲା ପରେ, ତାପରେ ତା କଥା ଶୁଣିଲା ପରେ ମୁଁ କ'ଣ କଲି ନା ହେ ସ୍ୱାମୀ ବା ହେ ପ୍ରଭୁ, ମୁଁ ଆପଣଙ୍କ ପାଖକୁ ପଳେଇ ଆସିଲି। ଏତଦ୍ ବେଳାତିକ୍ରମ କାରଣମ୍, ଏହା ହେଉଛି ମୋର ଲେଟ୍ ହେବାର କାରଣ ବା ମୋର ବିଳମ୍ବ ହେବାର କାରଣ। ତଦତ୍ର ସ୍ୱାମୀ ପ୍ରମାଣମ୍, ହେ ସ୍ୱାମୀ ବା ହେ ଭଗବାନ ବା ହେ ପ୍ରଭୁ, ଏହା ହିଁ ହେଉଛି ତାର କାରଣ। ଏ ଗ୍ରାମାଟିକାଲ ଗୁଡ଼ାକ ଆମେ ପରେ ଦେଖିବା। ଏଠି ଦେଖ ଓଡ଼ିଆ ବି ଅଛି। ତାପରେ ମୁଁ କହିଲି ଆମେ ରାଜା ଭାସୁରକ ସିଂହ ନିକଟକୁ ଆହାର ପାଇଁ ଯାଉଛୁ। ତାପରେ ସେ କହିଲା ଯଦି ଏପରି ତେବେ ଏ ବଣ ମୋର, ମୋ ସହିତ ସମସ୍ତ ହିଂସ୍ର ଜନ୍ତୁ ବା ବଣର ସମସ୍ତ ଜନ୍ତୁ ମଧ୍ୟ ରହିବେ ସେହି ଭାସୁରକ ଚର ଭଳି। ଏହାପରେ ଯଦି ସେ ଏଠାରେ ରାଜା, ତେବେ ବିଶ୍ୱାସ ପାଇଁ 4 ଜଣ ଠେକୁଆକୁ ଏଠାରେ ରଖି, ଏଇଟା ରଖୁ ହୋଇଛି, ଏଇଟା ରଖି ହେବ। ଏଠି ରଖି କରିଦେବ, ରଖି ତାକୁ ଡାକି ଶୀଘ୍ର ଆସ, ଯାହାଦ୍ୱାରା ଆମ ଦୁହିଁଙ୍କ ମଧ୍ୟରୁ କେହି ଜଣେ ପରାକ୍ରମରେ ରାଜା ହେବ। ତେଣୁ ମୁଁ ତାଙ୍କ ଦ୍ୱାରା ଆଦିଷ୍ଟ ହୋଇ ଆପଣଙ୍କ ନିକଟକୁ ଆସିଛି। ଏହା ଡେରି ହେବାର କାରଣ, ତେଣୁ ଏଠାରେ ଆପଣ ହିଁ ପ୍ରମାଣ। ଆଗକୁ ଦେଖିବା। ତତ୍ସୁତ୍ୱା ଭାସୁରକ ଆହ ଭଦ୍ର। ତାହା ଶୁଣିଲା ପରେ ଭାସୁରକ ସିଂହ କହୁଛି ଭଦ୍ର, ମାନେ କହୁଛି ହଉ। ଯଦ୍ୟେବଂ ତତ୍ ସତ୍ୱରଂ ଦର୍ଶୟମେମ୍ ତ୍ୱଂ ଚୌରସିଂହଂ ଯେନାହଂ ମୃଗକୋପଂ ତସ୍ୟ ଉପରି କ୍ଷିପ୍ତ୍ୱା ସ୍ୱସ୍ତ ଭବାମି। ନା କ'ଣ କହିଲା, ଯଦି ଏହା ତେବେ ତୁମେ କ'ଣ କର, ସତ୍ୱରଂ ମାନେ ହେଉଛି ସାଙ୍ଗେ ସାଙ୍ଗ ଦେଖାଅ ମୋତେ, ଆଉ ସେଇ ଯେଉଁ ଚୋର ସିଂହକୁ ମୁଁ କ'ଣ କରିବି, ମାରି ଦେଇକି ଏବେ ଯେଉଁ ମୃଗମାନଙ୍କ ଉପରେ ମୋର ଯେଉଁ ରାଗ ଅଛି,
ଯେ ସକାଳ ଖାଇବା କଥା, ଏବେ ସନ୍ଧ୍ୟା ହେଲାଣି ମୋତେ ଖାଇବା ମିଳିନି, ଏଇ ଯେଉଁ ରାଗ ଥିଲା ମୃଗ ମାନଙ୍କ ଉପରେ ମୋର ଯେଉଁ ରାଗ ଅଛି, ସେ ରାଗ କ'ଣ କରିବି ନା ତା ଉପରେ ଫୋପାଡ଼ିକି, ମାନେ ସେଇ ଯେଉଁ ଅପର ଯେଉଁ ସିଂହଟିକୁ ମାରିକି ମୁଁ କ'ଣ କରିବି ନା ସୁସ୍ଥ ହେବି। ଶଶକ ଆହ ସ୍ୱାମୀ, ତାପରେ ଠେକୁଆ କହୁଛି ହେ ସ୍ୱାମୀ, ପରମ ଭବତଃ ଶତ୍ରୁ ଦୁର୍ଗାଶ୍ରୟ, ନା କିନ୍ତୁ ଆପଣଙ୍କ ଶତ୍ରୁ ହେଉଛି ଦୁର୍ଗାଶ୍ରୟ, ମାନେ ହେଉଛି ଗୁମ୍ଫାରେ ରହେ। ତତ ଦୁର୍ଗସ୍ଥ ଦୁଃସାଧ୍ୟ ଭବତି ରିପୁହୁ, ନା କ'ଣ ନା ଯେଉଁ ଆପଣଙ୍କ ଯେଉଁ ଶତ୍ରୁ ଯେଉଁ ଇଏରେ ଅଛି, ଗୁମ୍ଫାରେ ଅଛି, ତ ଆଉ କ'ଣ ହେଇଥାଏ, ଯେଉଁ ଶତ୍ରୁ ବା ଯିଏ ଗୁମ୍ଫାରେ ରହିଥାଏ ତ ସିଏ କ'ଣ ହେଇଥାଏ ନା ଦୁଃସାଧ୍ୟ ହେଇଥାଏ ବା ଭୟଙ୍କର ହେଇଥାଏ। ଭାସୁରକ ଆହ ଭଦ୍ର, ଭାସୁରକ କହୁଛି ହଉ ଠିକ୍ ଅଛି। ଦୁର୍ଗସ୍ଥମ ଅପି ଦର୍ଶୟ ତମ ଚୌରସିଂହମ ଜେନ ବ୍ୟାପାଦୟିଷ୍ୟାମି, ଆଉ ସେ କ'ଣ କହିଲା ନା ଦୁର୍ଗରେ ଥିଲେ ସୁଦ୍ଧା ମୋତେ ତୁମେ ଦେଖାଅ ସେ ଚୋରସିଂହକୁ, ଯାହାଦ୍ୱାରା କି ମୁଁ ତାକୁ ମାରିଦେଇ ପାରିବି। ତାପରେ ଓଡ଼ିଆ ଦେଖ, ତାହା ଶୁଣି ଭାସୁରକ କହିଲା, ହେ ମହାଶୟ, ଯଦି ଏପରି ତେବେ ମୋତେ ସେ ଚୌରସିଂହକୁ ଶୀଘ୍ର ଦେଖାଇ ଦିଅ, ଯାହାଫଳରେ ମୁଁ ତା ଉପରେ ମୃଗକପ ଫିଙ୍ଗି ପ୍ରକୃତିସ୍ଥ ହେବି। ଠେକୁଆ କହିଲା, ହେ ରାଜା, କିନ୍ତୁ ଆପଣଙ୍କ ଶତ୍ରୁ ଦୁର୍ଗରେ ଆଶ୍ରୟ ନେଇଛି, ତେଣୁ ଦୁର୍ଗରେ ଥିବା ଶତ୍ରୁ ଦୁଃସାଧ୍ୟ ଅଟେ। ଦୁଃସାଧ୍ୟ ମାନେ ହେଉଛି ଭୟଙ୍କର ବା ସାହସୀ, ଏଇଭଳି କହିପାରିବା। ଭାସୁରକ କହିଲା, ମହାଶୟ, ଦୁର୍ଗରେ ରହିଥିଲେ ମଧ୍ୟ ସେହି ଚୌରସିଂହକୁ ମୋତେ ଦେଖାଅ, ଯାହା ଫଳରେ ମୁଁ ମାରିପାରିବି। ତାପରେ ଆମେ ଦେଖିବା ଗ୍ରାମାଟିକାଲ ଦେଖିନେବା। ଦେଖ ଗ୍ରାମାର ଶବ୍ଦାର୍ଥ, ତତଃ ମାନେ ହେଉଛି ତାପରେ, ଅଭିହିତ ମାନେ କହିଲି, ବୟ ମାନେ ଆମ୍ଭେମାନେ, ସକାଶ ମାନେ ନିକଟକୁ, ଏଠି କମା ହେବା କଥା, ଆହାରାର୍ଥମ ମାନେ ହେଉଛି ଭୋଜନ ପାଇଁ, ସ୍ୱାପଦେହି ହିଂସ୍ର ଜନ୍ତୁ ମାନଙ୍କ ଦ୍ୱାରା ବା ବନ୍ୟଜନ୍ତୁ ମାନଙ୍କ ଦ୍ୱାରା, ଅତ୍ର ମାନେ ହେଉଛି ଏଠାରେ, ସଂସ୍ଥାପ୍ୟ ରଖିକରି, ଆହୁୟ ଡାକି, ଦ୍ରୁତମ ଶୀଘ୍ର, ଆଗତ୍ୟ ଆସି, ଜହ ଯିଏ, ସ୍ୱାମୀ ମାନେ ହେଉଛି ରାଜା। ଏଇଠି ଦେଖ ଚିତ୍ରରେ ବି ଦେଖିପାରୁଥିବ, ଏଇଠି ଠେକୁଆଟି କ'ଣ କରୁଛି, ସେ ସିଂହକୁ, ଏଇଟା ଦେଖ ସିଂହ ରାଗିକି ଅଛି, ତ ଠେକୁଆଟି କ'ଣ କରୁଛି ନା ଦେଖଉଛି, କହୁଛି ସେଇଠି ବାହାରିଥିଲା, କାହାଣୀ କହୁଛି। ତାପରେ ଦେଖ ସନ୍ଧି ବିଚ୍ଛେଦ, ମୟା ଅଭିହିତ, ମୟା ଯୁକ୍ତ ଅଭିହିତ, ମୟା ଅଭିହିତ, ସକାଶମ ଆହାରାର୍ଥମ, ସକାଶମ ଯୁକ୍ତ ଆହାରାର୍ଥମ, ସକାଶମ ଆହାରାର୍ଥମ, ତତସ୍ତେନାଭିହିତମ, ତତଃ ଯୁକ୍ତ ତେନ ଯୁକ୍ତ ଅଭିହିତମ, ତାପରେ ଯଦ୍ୟୈବଂ, ଯଦି ଯୁକ୍ତ ଏବଂ ଯଦ୍ୟୈବଂ, ମଦିୟମ ଏତତ୍, ମଦିୟମ ଯୁକ୍ତ ଏତତ୍, ମଦିୟମ ଏତତ୍, ସମସ୍ତେ ଅପି, ସମସ୍ତୈ ଯୁକ୍ତ ଅପି, ସମସ୍ତୈ ଅପି, ସ୍ୱାପଦେଇ ବର୍ତ୍ତିତବ୍ୟମ୍, ସ୍ୱାପଦେଇ ଯୁକ୍ତ ବର୍ତ୍ତିତବ୍ୟମ୍, ସ୍ୱାପଦେଇ ବର୍ତ୍ତିତବ୍ୟମ୍, ସଅତ୍ର, ସହ ଯୁକ୍ତ ଅତ୍ର, ସଅତ୍ର, ତାପରେ ହେଉଛି ଶଶକାନତ୍ର, ଶଶକାନତ୍ର, ଶଶକାନ ଯୁକ୍ତ ଅତ୍ର, ଶଶକାନତ୍ର, ତମାହୁୟ, ତମ ଯୁକ୍ତ ଆହୁୟ, ତମାହୁୟ, ଦ୍ରୁତମାଗଚ୍ଛ, ଦ୍ରୁତମ ଯୁକ୍ତ ଆଗଚ୍ଛ, ଦ୍ରୁତମାଗଚ୍ଛ, ଆବୟ ମଧ୍ୟାତ୍, ଆବୟଃ, ଆବୟଃ ଯୁକ୍ତ ମଧ୍ୟାତ୍, ଆବୟ ମଧ୍ୟାତ୍, ତତଃହମ୍, ତତ ଯୁକ୍ତ ଅହମ୍, ତତୋହମ୍, ତେନାଦିଷ୍ଟ, ତେନ ଯୁକ୍ତ ଆଦିଷ୍ଠ, ତେନାଦିଷ୍ଟ, ସ୍ୱାମୀ ସକାଶମଭ୍ୟାଗତ, ସ୍ୱାମୀ ସକାଶମ ଯୁକ୍ତ ଅଭିଯୁକ୍ତ ଆଗତ। ଏଠି ଶବ୍ଦାର୍ଥ ଦେଖିବା, ତତ୍ ମାନେ ତାହା, ଶ୍ରୁତ୍ୱ ହେଲା ଶୁଣି, ଆହ ମାନେ କହିଲା, ଭଦ୍ର ମାନେ ମହାଶୟ, ଯଦ୍ୟବ ମାନେ ହେଉଛି ଯଦି ବା ଏହିପରି, ସତ୍ୱର ମାନେ ହେଉଛି ଶୀଘ୍ର, ଦର୍ଶୟ ମାନେ ଦେଖାଅ, ତସ୍ୟ ମାନେ ହେଉଛି ତାର, ଭବାମି, ଭବାମି ହେଉଛି ହେବି, ପରମ ମାନେ ହେଉଛି କିନ୍ତୁ, ଭବତ ମାନେ ହେଉଛି ଆପଣଙ୍କର, ତାପରେ ରିପୁ ମାନେ ହେଉଛି ଶତ୍ରୁ,
जेन माने होची जहा द्वारा व्यापादयिष्यामि माने होची मारिबी। एठी संधि विच्छेद देख तत्सुत्वा तज्जुक्त सुत्वा तत्सुत्वा जद्यवम जदि युक्त एवं जद्यवम जेनाहम जेन युक्त अहम जेनाहम तस्योपरि तस्य युक्त उपरि तस्योपरि दुर्गाश्रयः दुर्गयुक्त आश्रयः दुर्गाश्रयः दुर्गस्थमपि दुर्गस्थम युक्त अपि दुर्गस्थमपि। तापर सकारण विभक्ति भासुरक कर्तरी प्रथमा भद्र होची संबोधन प्रथमा सत्वरम क्रिया विशेषण द्वितीया मे क्रियाम अभिप्रेति सोपि संप्रदानम तस्य तस्य होची उपरि शब्द जगे षष्ठी तस्य उपरि थिला से उपरि शब्द जगे षष्ठी स्वामीन संबोधने प्रथमा भवत माने शेषे षष्ठी तम कर्मणि द्वितीया। तो आज एतिकी थिला पुणी आगु को पढ़िबा नेक्स्ट वीडियो रे।